ରାତିରେ ଶୋଇଥିଲୁ ଆମେ ଜାଣିନୁ ମୋ ଶ୍ୱଶୁରଙ୍କୁ ବାଡ଼େଇକି କେମିତି କ'ଣ ଘରେ ପଶିକି ମୋର ଥିଲା 50,000 ଖଣ୍ଡେ ଆଉ ଗୋଟେ ଥିଲା ମୁଦିଟେ ଆଉ ଖଡ଼ୁ ଥିଲା କ'ଣ ସବୁ ନେଇଯାଇଛି ଚୋର। ଆମକୁ କବାଟ ବାହାର ପଟୁ ଦେଇଥିଲା ଆମେ ଜାଣିପାରିଲୁନି। ଶ୍ୱଶୁର ଡାକିଲେ ଝିଅ ଝିଅ, ମୁଁ କହିଲି କିଏ ଡାକୁଛ, ମୁଁ କହିଲି କବାଟ ମୁଁ ଯେତେ ଖୋଲିଲି ଖୋଲି ହେଲାନି। ଦେଖିଲା ସେ ବାହାର ପଟୁ କବାଟ ଦିଆ ହେଇଯାଇଥିଲା। ତାପରେ ସେ ଧଡ଼ା ଖୋଲିକି କି କେଉଁ ପଟେ ଆସିଲା କ'ଣ ଜାଣିନୁ ଆମେ। ମୋ ସ୍ୱାମୀ ବି ନଥିଲେ ପାଖରେ। ସମୟ ଆମେ ତ 2ଟାରେ ଉଠିଲୁ, ସିଏ କେତେବେଳେ ଆସିଥିଲା ଆମେ ବି ଜାଣିନୁ। ଆମେ ସମାନ 2ଟାରେ ଉଠିଥିଲୁ, ଜାଣିନୁ ଜମା। ଚୋରି ସେ 50,000 ଖଣ୍ଡେ ମୋ ସ୍ୱାମୀ ରଖିଥିଲେ, ଯେଉଁ ଆଣିଥିଲେ ବେପାର ପଇସା, ଆଉ ଗୋଟେ ମୁଦି ଥିଲା, ଆଉ ସବୁ ସୁନା ଜିନିଷ ବାହାରେ ରଖିଦେଇଥିଲୁ ଇଏରେ ବ୍ୟାଙ୍କରେ। ଆଉ ଖଡ଼ୁ ଆଉ ବି କାହିଁ ଗାଁରୁ ଶୁଣାଯାଉଛି ଆଉ ଜଣଙ୍କ ଘରେ ବି ଚୋରି ହେଇଛି ବୋଲି। ଶ୍ୱଶୁରଙ୍କ ଅବସ୍ଥା ପୁରା ଗୁରୁତର ଅଛନ୍ତି, ପୁରା କଟିଯାଇଛି ତାଙ୍କ ଗାଲ ଫାଲ ଏମିତି ସବୁ କଟିଯାଇଛି। ମେଡ଼ିକାଲ ଯାଇଥିଲେ ଚେକଅପ୍ କରିକି ଆସିଛନ୍ତି, ଘରେ ଶୋଇଛନ୍ତି। ପୋଲିସ ଆଜ୍ଞା ଆସିଥିଲେ, ଫଟୋ ଉଠେଇକି ଯାଇଛନ୍ତି। ସେମାନେ ପେଟ୍ରୋଲିଂ କରିବା ପାଇଁ ଆସିଥିଲେ, ଆସିକି ଦେଖିକି ଯାଇଥିଲେ ଆଉ ଆସିନାହାନ୍ତି।